नमस्कार आपण समस्तଙ୍କୁ ଆମ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ। ମୁଁ ରାନୁ ପିଙ୍କୁ। ତ ଆଜି ଆମେ ପୁଣି ଗୋଟେ ନୂଆ ଭିଡ଼ିଓ ନେଇ ପଳେଇ ଆସିଛୁ। ଆଜି ଆମର କ'ଣ ଅଛି, ମାଛ ଭର୍ତ୍ତା। ଆଜି ଆମର ମାଛ ଭର୍ତ୍ତା ଅଛି। ସେଟା କ'ଣ, ଏଇଟା କ'ଣ ମୁଁ ଆପଣଙ୍କୁ କହିଦେଉଛି। ତ ଫାଷ୍ଟ ଆମର ମାଛ ଗୁଡ଼ାକୁ ପୁରା ମସଲା ଦେଇକି, ମାନେ କଞ୍ଚା ମାଛଟାକୁ ପୁରା ଭଜା ହେଇଛି, ପୁରା କଡ଼କଦାର ପୁରା ଭଜା ଗୋଟେ ହେଇଛି। ତାପରେ ସେଥିରେ ମାଛ ଗୁଡ଼ାକୁ ପୁରା ଛୋଟ ଛୋଟ ପିସ୍ କରିଦିଆ ହେଇଛି। ସେଥିରୁ କଣ୍ଟା ଆକ୍ଚୁଆଲି ବାହାର କରିନିଆ ହେଇଯାଇଥିରୁ। ତାପରେ ପିଆଜ, ଧନିଆ ପତ୍ର, ସୋରିଷ ତେଲ, ଲୁଣ ଫୁଣ ଦେଇ ଗୋଟେ ଏମିତି ଚକଟା କରିକି କରାହୁଏନି, ମାନେ ଏମିତି ନର୍ମାଲ ଭର୍ତ୍ତା, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା ଏମିତି କରାହୁଏ, ସେଇଟା ସେଇଭଳିଆ ଆମର ହେଇଛି। ତା ସହିତ ଆମର ଲୁଣ ଲଙ୍କା, ଗୋଟେ ଓଡ଼ିଆ ମାନେ ତ ଲୁଣ ଲଙ୍କା ଟିକେ ଦଳାଦଳି ଟିକେ ହବ। ତ ସେଇଟା ଲୁଣ ଲଙ୍କା ପିଆଜ ରସୁଣ ଟିକେ ଧନିଆ ପତ୍ର ଗୋଟେ ଦଳାଦଳି ହବ। ତା ସହିତ ଟିକେ ଲଗେଇ ଲଗେଇ ଖାଇବାକୁ ମଜା ଲାଗିବ ନା। କ'ଣ କହନ୍ତି, ଖାଇବା? ଚାଲ ଖାଉ। ରେଡି। ସେ କେମିତି ଉଆ ହଉଛି ମୁଁ ବୁଝିପାରୁନି। କ'ଣ ପାଇଁ ଉଆ ହଉଛୁ? କାହିଁକି କାହିଁକି? ତଥାପି କେଉଁ କାରଣରୁ ଟିକେ ଆପଣ ଜଣେଇବେ ଆମକୁ। କ'ଣ ଜାଣନ୍ତୁ, ମୁଁ ଜାଣିବିନି ଭାଇ। କାହିଁକି? ତା ସାଇଡ଼ରେ ଟିକେ ଆଚାର ଅଛି। ଆଚାରର ମଜା ଡବଲ ହେଇଯିବ ଆଜି। ଭଲ ଅଛି। ଭଲ ହେଇଛି ନା, ଥରେ ଟ୍ରାଏ କରିକି ଦେଖିବେ। ଭଲ ତ ଲାଗୁଛି। ମାଛରେ ଏତେ ସାରା ଆଇଟମ୍ ଅଛି। ମାଛ କଣତି ଏଇଟା, ମାଛ ଝୋଳ, ତାପରେ ମାଛ ଛେଞ୍ଚଡ଼ା ଗୋଟେ କରାହୁଏ, ମାଛ ଭଜା, ତାପରେ ଆଉ ଗୋଟେ କ'ଣ ଅଛି ନା, କଞ୍ଚା ମାଛ ବେସର ଯେଉଁଗୁଡ଼ା ହୁଏ, କଞ୍ଚା ମାଛଟା ପୁରା ବେସରରେ ଛାଡ଼ିଦିଆ ହୁଏ। ସେଇଟା ଗୋଟେ ମସ୍ତ ଆଇଟମ୍ଟେ। ଆମେ କରିନାହାନ୍ତି, ବଟ୍ କରିବା ଆଉ। ଆହୁରି ଅଛି। ଆହୁରି ଅଛି। ଆଉ କ'ଣ ଚୁଙ୍କା ବୋଲି ଗୋଟେ କ'ଣ ଥାଏ। ହଁ ହେଇଟା କଞ୍ଚା ମାଛ ବେସର ଯେଉଁଟା। ଅଜାଣତ ଯଦି କଣ୍ଟା ରହିଯାଇନଥିବ ବୋଲେ ଜାଣିବୁ, କଣ୍ଟା ଢାଙ୍କିବନି। ରାଗ ବି ଲାଗୁଛି ନା, କଞ୍ଚା ଲଙ୍କା ପଡ଼ିଛି। ମୁଁ କାମୁଡ଼ି ଦେଲି ତିନିଟା।
ସଲା ମାଛ ଭର୍ତ୍ତା କେମିତି ହେଇଥିଲା? ଖାଇଥିଲୁ ଆଗରୁ କେବେ? ନା ଆଗରୁ ସେ କେବେ ମୁଁ ବି କେବେ ଖାଇନି, ଫାର୍ଷ୍ଟ ଟାଇମ୍ ଟ୍ରାଏ କରିଥିଲି ଆକ୍ଚୁଆଲି। ତ ଆମ ଭିଡ଼ିଓଟିକୁ ଏଇଠି ଶେଷ କରିବା। ଭଲ ଲାଗିଥିଲା ନିହାତି ଲାଇକ୍ କମେଣ୍ଟ ଆଉ ସେୟାର କରିବେ। ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଦେବେ। ରହିଲୁ, ନମସ୍କାର।